ମହାପୁରୁଷଙ୍କ କିଛି ଅମୃତବାଣୀ। ସଙ୍କଟ ସମୟରେ ମନୁଷ୍ୟକୁ ଧର୍ମ ରକ୍ଷା କରିଥାଏ। ଧର୍ମକୁ ସମାଜରୁ ବହିଷ୍କାର କରିବା ବନ୍ଧ୍ୟା ଗର୍ଭରୁ ପୁତ୍ରଜାତ କରିବା ପରି ଅସମ୍ଭବ। ଧର୍ମର ଅଙ୍ଗ ବୈରାଗ୍ୟ ବୈଭବ ନୁହେଁ। ଦଣ୍ଡ ଦେବା ଅପେକ୍ଷା କ୍ଷମା କରିବାରେ ଅଧିକ ମାନବିକତା ପରିସ୍ଫୁଟ ହୋଇଥାଏ। ପାରସ୍ପରିକ କ୍ଷମା ଓ ସହନଶୀଳତା ହେଉଛି ସୃଷ୍ଟିର ନିୟମ। ଯେ ଈର୍ଷା କରେ ଈର୍ଷା ତାକୁ ଖାଏ, କିନ୍ତୁ ଯାହାକୁ ଈର୍ଷା କରେ ତାର କିଛି କ୍ଷତି ହୁଏ ନାହିଁ। ପିତାମାତା ମହତ ଜୀବନଯାପନ କଲେ ସେମାନଙ୍କର ପିଲାମାନେ ମଧ୍ୟ ଉତ୍ତମ ଓ ମହତ ହେବେ। ସୁତରାଂ ମାତାପିତା ସଂସ୍କାରୀ ହୋଇ ସନ୍ତାନମାନଙ୍କୁ ସଂସ୍କାରୀ କରିବା ଆବଶ୍ୟକ। ଭାଗବତକୁ ଜୀବନରେ ଅଭ୍ୟାସ କରିବା ଅନ୍ୟ ନାମ ନଗର ସଂକୀର୍ତ୍ତନ। ଯେ କେହି ହୁଅନ୍ତୁ ନା କାହିଁକି କର୍ମ ଫଳରୁ ବର୍ତ୍ତି ଯାଇପାରିବେ ନାହିଁ। କର୍ମଫଳ ଅବଶ୍ୟ ଭୋଗ କରିବାକୁ ପଡ଼ିବ। କର୍ମ ନେଇ ଫଳ, ତୀର୍ଥ ନେଇ ଜଳ, ଏହା ସତ୍ୟ ଚିରନ୍ତନ। ମାନବ ସେବା ହିଁ ମାଧବ ସେବା। ସେ ବର୍ଷ, ସେ ବି ଋତୁ, ସେ ସୂର୍ଯ୍ୟ, ସେ ବି ଚନ୍ଦ୍ର। ଡିସେମ୍ବର 31ରେ ଇଂରେଜୀ ବର୍ଷ ସରେ। ଜାନୁଆରୀ 1ରୁ ଆରମ୍ଭ ହୁଏ ଆଉ ଏକ ଇଂରେଜୀ ବର୍ଷ, ଇଂରେଜୀ ନୂଆବର୍ଷ। ଏମିତି ଚୈତ୍ର ମାସାନ୍ତରେ ଗୋଟିଏ ବର୍ଷ ସରେ। ବୈଶାଖ ସଂକ୍ରାନ୍ତିରୁ ଆରମ୍ଭ ହୁଏ ଆଉ ଏକ ବର୍ଷ, ଏହା ଓଡ଼ିଆ ନୂଆବର୍ଷ। ସେଥିପାଇଁ ଜାନୁଆରୀ 1 ପରି ମହାବିଷୁବ ସଂକ୍ରାନ୍ତି ମଧ୍ୟ ଆମ ପାଇଁ ପର୍ବ ଓ ଉତ୍ସବର ଦିନ। ଇଂରେଜୀ ନୂଆବର୍ଷରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କର କିଛି ଭୂମିକା ନଥାଏ। ପାଳିତ ହୁଏ ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁସାରେ, ବର୍ଷ ମାସ ଦିନର ଗଣନାରୁ। କିନ୍ତୁ ଆମର ବର୍ଷ ମାସ ଋତୁ ଓ ରାତି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆବର୍ତ୍ତନ ଆଧାରରେ ଗଣନା କରାଯାଇଥାଏ। ଏସବୁର ଘନିଷ୍ଠ ସମ୍ପର୍କ ରହିଛି ଭଗବାନଙ୍କ ସହିତ। ଭଗବାନ କହିଲେ ମୁଖ୍ୟତଃ ଆମେ ବୁଝୁ ବିଷ୍ଣୁଙ୍କୁ। ବିଷ୍ଣୁ ସହସ୍ର ନାମର ସ୍ତୋତ୍ରର ରଚୟିତା ବ୍ୟାସଦେବ। ସେଥିରେ ଅଛି ଏହାର ପ୍ରମାଣ। ଏହି ସ୍ତୋତ୍ରର ଶ୍ଲୋକ 10ରେ ଅଛି, ଭଗବାନ ବିଷ୍ଣୁଙ୍କର ଏ ସମ୍ପର୍କିତ ଦୁଇଟି ନାମ, ଗୋଟିଏ ସମ୍ବତ୍ସର, ଅନ୍ୟଟି ଅହ। ସମ୍ବତ୍ସର ଅର୍ଥ ବର୍ଷ ଓ ଅହର ଅର୍ଥ ଦିନ। ସେହିପରି ଶ୍ଲୋକ 45ରେ ଅଛି ତାଙ୍କର ଆଉ ଏକ ନାମ ଋତୁ। ଏବେ ଆସିବା ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରସଙ୍ଗକୁ। ବିଷ୍ଣୁ ସହସ୍ରନାମ ସ୍ତୋତ୍ରର 94 ଶ୍ଲୋକରେ ଅଛି ତାଙ୍କର ଆଉ ଏକ ନାମ ନକ୍ଷତ୍ର। ଏହା ଚନ୍ଦ୍ରକୁ ବୁଝାଏ, କାରଣ ଚନ୍ଦ୍ର ହେଉଛନ୍ତି ନକ୍ଷତ୍ରମାନଙ୍କର ସ୍ୱାମୀ। ଜୟ ଶ୍ରୀ ଜଗନ୍ନାଥ।